ଗୁରୁବାର ଦିନ ଏହି କାର୍ଯ୍ୟ କରନ୍ତୁ ନାହିଁ। ଅମାବାସ୍ୟା, ସଂକ୍ରାନ୍ତି, ପୂର୍ଣ୍ଣିମା ଏବଂ ଗୁରୁବାର ଦିନ ଦେହରୁ ଗହଣା ଖୋଲନ୍ତୁ ନାହିଁ। ଲୁଗା କାନିରେ ନିଜ ଦେହକୁ ବିଞ୍ଚନ୍ତୁ ନାହିଁ। ଘରେ ଅଳନ୍ଧୁ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ। ରାତିରେ କେଶକୁ ଖୋଲା କରି ଶୁଅନ୍ତୁ ନାହିଁ। ଭାତ ରାନ୍ଧି ସାରି ହାଣ୍ଡିରେ କିଛି ଭାତ ରଖିଦିଅନ୍ତୁ। ଖାଲି ହାଣ୍ଡି ରୋଷେଇ ଘରେ ରଖନ୍ତୁ ନାହିଁ। ସପ୍ତାହକୁ ଥରେ ଘର ଧୁଆ ପୋଛା ନିଶ୍ଚୟ କରନ୍ତୁ। ବୟସ୍କ ଲୋକଙ୍କୁ ଅସମ୍ମାନ କରନ୍ତୁ ନାହିଁ। ପିଲାଙ୍କୁ ଗୁରୁବାର ଦିନ ମାରନ୍ତୁ ନାହିଁ। ସନ୍ଧ୍ୟା ଧୂପ ସନ୍ଧ୍ୟା ଗଡ଼ିବା ପରେ ଦିଅନ୍ତୁ ନାହିଁ। ଅନ୍ନ ଫୋପାଡ଼ନ୍ତୁ ନାହିଁ। ନ ଖାଇ ପାରିଲେ ଦୁଃଖୀ ଗରିବଙ୍କୁ ଖାଇବାକୁ ଦେଇ ଦିଅନ୍ତୁ। ସ୍ୱାମୀ ସ୍ତ୍ରୀ ସବୁବେଳେ ଝଗଡ଼ା କରନ୍ତୁ ନାହିଁ, କାରଣ ସ୍ୱାମୀ ସ୍ତ୍ରୀ ଝଗଡ଼ା କଲେ ଲକ୍ଷ୍ମୀ ସେ ଘରେ ରୁହନ୍ତି ନାହିଁ। ନଖକୁ ଦାନ୍ତରେ ଛିଡ଼ାନ୍ତୁ ନାହିଁ। ପ୍ରତିଦିନ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ସେଜତ୍ୟାଗ କରିବାକୁ ଚେଷ୍ଟା କରନ୍ତୁ। ରୋଷେଇ କରିସାରି ରୋଷେଇ ଘର ସଦାସର୍ବଦା ପରିଷ୍କାର ରଖନ୍ତୁ। ଅନ୍ଧାରୁଆ ସ୍ଥାନରେ ବସି ଭୋଜନ କରନ୍ତୁ ନାହିଁ। ଘରେ ଅଳିଆ ଆବର୍ଜନା ଜମାନ୍ତୁ ନାହିଁ। ଘରକୁ ଅତିଥି ଆସିଲେ ଆଦର ସତ୍କାର କରନ୍ତୁ। ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ଖାଇସାରିବା ପରେ ସଙ୍ଗେ ସଙ୍ଗେ ସଫା କରନ୍ତୁ। ବିଛଣା ବା ଶେଯ ବଙ୍କା କରି ପକାନ୍ତୁ ନାହିଁ। ଶୋଇବା ସମୟରେ ବିଛଣାରେ ଓଲଟା ଶୁଅନ୍ତୁ ନାହିଁ। ଦୁଃଖୀ ଗରିବ ଘରକୁ ଆସିଲେ କିଛି ଖାଇବାକୁ ଦିଅନ୍ତୁ। ଖାଲି ହାତରେ ଫେରାନ୍ତୁ ନାହିଁ। ସ୍ନାନ ନ କରି ରୋଷେଇ ଘରକୁ ଯାଆନ୍ତୁ ନାହିଁ। ଅମାବାସ୍ୟା, ସଂକ୍ରାନ୍ତି, ପୂର୍ଣ୍ଣିମା, ଗୁରୁବାର ଦିନ ରାତିରେ ଅନ୍ନ ଖାଆନ୍ତୁ ନାହିଁ। ଦ୍ୱାରବନ୍ଧରେ ଠିଆ ହୁଅନ୍ତୁ ନାହିଁ କି ବସନ୍ତୁ ନାହିଁ। ଗୁରୁବାର ଦିନ ଆମିଷ ଖାଆନ୍ତୁ ନାହିଁ। ଏହି ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍